ସ୍ପେଶାଲ ଖବରରେ ଆସନ୍ତୁ ଜାଣିବା ଅଙ୍ଗନବାଡ଼ି କର୍ମୀମାନଙ୍କର ବିକ୍ଷୋଭ ପ୍ରଦର୍ଶନ। ଆଜ୍ଞା ହଁ, ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଅଙ୍ଗନବାଡ଼ି କର୍ମୀମାନେ ବିଶାଳ ସମାବେଶ କରିଛନ୍ତି। ଭୁବନେଶ୍ୱରରେ ଗର୍ଜିଛନ୍ତି ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା ବିକ୍ଷୋଭ ପ୍ରଦର୍ଶନ କରିବାକୁ ଜାରି ରଖିଛନ୍ତି। ଶିକ୍ଷକ ମାନ୍ୟତା ଦାବି, ଦରମା 18,000 ଟଙ୍କାକୁ ବୃଦ୍ଧି ଦାବି ଏବଂ ମୋଟ ଏହିଭଳି 11 ଦଫା ଦାବି ନେଇ ଅଙ୍ଗନବାଡ଼ି କର୍ମୀମାନେ ଗର୍ଜିଛନ୍ତି। ଆଜ୍ଞା ହଁ, ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ ବିଧାନସଭା ଘେରାଉରୁ ମଧ୍ୟ ଡାକରା ଦେଇଛନ୍ତି। ଦରମା ବୃଦ୍ଧି, ମୋବାଇଲ ଦେବା ଭଳି ବିଭିନ୍ନ ଦାବିକୁ ନେଇ ବିଧାନସଭା ଘେରାଇ କରିବାକୁ ଶୋଭାଯାତ୍ରା ଆରମ୍ଭ କରିଦେଇଛନ୍ତି। ବିଧାନସଭା ସମ୍ମୁଖରେ ଧାରଣାରେ ବସିଛନ୍ତି ଅଙ୍ଗନବାଡ଼ି କର୍ମୀ ଏବଂ ନାରାବାଜି ମଧ୍ୟ କରୁଛନ୍ତି। ସେମାନଙ୍କର ଦରମା ବୃଦ୍ଧି କରିବାକୁ ଦାବି ରଖିଛନ୍ତି। ଅଙ୍ଗନବାଡ଼ି କର୍ମୀମାନଙ୍କୁ ସର୍ବନିମ୍ନ ଦରମା 18,000 ଟଙ୍କା ପ୍ରଦାନ କରାଯିବ ଏବଂ ପାଚିକା ଏବଂ ସହାୟକମାନଙ୍କୁ 9,000 ଟଙ୍କା ପ୍ରଦାନ କରିବାକୁ ଦାବି ରଖିଛନ୍ତି। ସେହିପରି ଅବସରକାଳୀନ ସହାୟତା 10 ଲକ୍ଷ ଟଙ୍କା, ପେନ୍ସନ୍, ଗ୍ରାଚୁଇଟି ଦେବାକୁ ମଧ୍ୟ ଦାବି ରଖିଛନ୍ତି। ସେହିପରି ପୋଷଣ ଟ୍ରାକ୍ କାମ ପାଇଁ 2G ମୋବାଇଲ ଆଉ ନେଟୱାର୍କ ଭଲ କାମ କରୁନାହିଁ, ଏଥିପାଇଁ ତାଙ୍କୁ 5G ମୋବାଇଲ ଦରକାର ବୋଲି ଦାବି ରଖିଛନ୍ତି। ଏହାକୁ ନେଇ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ହଜାର ହଜାର ଅଙ୍ଗନବାଡ଼ି କର୍ମୀ ରାଜଧାନୀରେ ଏକାଠି ହୋଇ ଗର୍ଜନ କରୁଛନ୍ତି। ସେପଟେ ଅଙ୍ଗନବାଡ଼ି କର୍ମୀମାନଙ୍କର ବିକ୍ଷୋଭକୁ ଦୃଷ୍ଟିରେ ରଖି ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଇନ ଶୃଙ୍ଖଳା ଯେପରି ଠିକ୍ ଭାବରେ ପରିଚାଳନା କରାଯିବ, ଏହାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ବିଧାନସଭା ପରିସରରେ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।